ଏଠି ଚୋର କହୁଛି ଚୋରକୁ ଧର ନୀତିରେ ଏମାନେ ଚାଲିଛନ୍ତି। ଉଭୟ ଯେତେବେଳେ ଅଫିସର ଥିଲେ କରୁଥିଲେ କ'ଣ? ଜମି କେଳେଙ୍କାରୀ ଭୁବନେଶ୍ୱରରେ କିଛି ନୂଆ କଥା ନୁହେଁ। ପାଖାପାଖି 15 ବର୍ଷ ଧରିକି ଆମେ ଦେଖିବା ଯେବେଠୁ ବିଜୁ ଜନତା ଦଳ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଏଠି ଚାଲିଥିଲା, ଏଇ ଅଫିସର ମାନଙ୍କ ସାହାଯ୍ୟରେ କିଛି ଦଲାଲଙ୍କୁ ଧରିକି ଭୁବନେଶ୍ୱର ଜମିକି ହଡପ କରିଛନ୍ତି। ଭୁବନେଶ୍ୱର ଏବଂ ଭୁବନେଶ୍ୱର ପେରିଫେରିରେ ଏଠି କିଛି ନୂଆ କଥା ନାହିଁ। ଆଉ ଏବେ କ'ଣ ବର୍ତ୍ତମାନ ଏ ଡ୍ରାମା କରୁଛନ୍ତି? ଉଭୟଙ୍କୁ ଯଦି ଜେରା କରାଯିବ ଏବଂ ଉଭୟ ନାଁରେ ଯଦି କେସ୍ କରିକି ବରଂ ଜିଏ ଡିପାର୍ଟମେଣ୍ଟଠୁ ଆରମ୍ଭ କରି ଯାହା ଯାହା ସବୁ ରହିଛି ବିଡିଏ ମ୍ୟୁନିସିପାଲିଟି, এই ଉଭୟଙ୍କୁ ଧରିଲେ ଆହୁରି ବଡ ବଡ ଚୋର ଧରା ପଡନ୍ତି। ଅତୀତରେ ଆପଣ ଦେଖିଛନ୍ତି ମନ୍ତ୍ରୀମାନେ ମଧ୍ୟ ଦୁଇଟି ତିନିଟି ଘର ନେଇଛନ୍ତି। ବିକ୍ରମ ଆରବଠୁ ଆରମ୍ଭ କରି କେତେ ଗୁଡିଏ ମନ୍ତ୍ରୀ ମଧ୍ୟ ନେଇଥିଲେ। କଳ୍ପତରୁ ଦାସଠୁ ଆରମ୍ଭ କରି କେତେ କେତେ ଜାଗା ସବୁ ନେଇଥିଲେ। ଏପଟେ କୁଆଡେ ଗଲା ସେ ସବୁ? ତାର ଅବସ୍ଥିତି କୋଉଠି ଅଛି? ସେ ସବୁ ମଧ୍ୟ ଭାରତୀୟ ଜନତା ପାର୍ଟିର ସରକାର ଦେଖିବ ଟିକିନିକ୍ କରିକି ଏବଂ ସମସ୍ତ ଚୋରମାନଙ୍କଠୁ ସେ ଜମି ମଧ୍ୟ ଆଦାୟ କରାଯିବ। ଏକଥା ମଧ୍ୟ ଅତୀତରେ ହେଇଛି। ଆଉ ଏବେ ନିଜ ଭିତରେ ଡ୍ରାମା ନ କରନ୍ତୁ। କାହିଁକି ନା ଗତ ଦେଖିବେ ପଞ୍ଚାୟତ ନିର୍ବାଚନ ହଉ, ପୌର ନିର୍ବାଚନ ହଉ, ତା ପୂର୍ବ ନିର୍ବାଚନ ହଉ, ଯେତେବେଳେ ନବୀନ ପଟ୍ଟନାୟକଙ୍କର ସଫଳତା ହୁଏ ମାନେ ନବୀନ ନିବାସରେ ଯାଇକି ଫୁଲ ତୋଡ଼ା ଦିଅନ୍ତି ଗଦଗଦ ହେଇକି। ଏଇ ଅଫିସର ମାନେ ନା କୋଉ ଅଫିସର ମାନେ? ତେଣୁକରି ସେମାନେ ଭାବିଥିଲେ ସବୁଦିନ ବିଜୁ ଜନତା ଦଳର ସରକାର ରହିବ, କିନ୍ତୁ ଏବେ ଭାରତୀୟ ଜନତା ପାର୍ଟିର ସରକାର ଆସିଛି, କଡା ଗଣ୍ଡା କରିକି ସେମାନଙ୍କଠୁ ଆଦାୟ କରାଯିବ।